କପିଳେଶ୍ୱରରେ ଏବଂ ସେ ଉରୁମୁଳା ଜଙ୍ଗଲ ଆଉ କେହି ଉଡ଼ାଣ ଜଙ୍ଗଲ ଅଣସ୍କୁଟ ପାଖ ଉଡ଼ାଣ ଜଙ୍ଗଲ। ପୁସ୍ତକ ଅନୁଭବର ଇଲାକା ଲୋକାର୍ପିତ। ମହାନ ବିପ୍ଳବୀ, ସ୍ୱାଧୀନତା ସଂଗ୍ରାମୀ, ସାହିତ୍ୟିକ, ଶିକ୍ଷାବିତ୍, ସଂଗଠକ ତଥା ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ସଂଗ୍ରାମୀ ବଂଶୀଧର ମିଶ୍ର। ଧର୍ମୀୟ ଭାବନା ସହିତ ଜଣେ ସତ୍ୟନିଷ୍ଠ, ଆମାୟିକ, ସରଳ ତ୍ୟାଗର ମୂର୍ତ୍ତିମନ୍ତ୍ର ପ୍ରତୀକ ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ବୁଦ୍ଧ ମନ୍ଦିରରେ ଡକ୍ଟର ସଂଘମିତ୍ରା ମିଶ୍ରଙ୍କ ପୁସ୍ତକ ଅନୁଭବର ଇଲାକା ଉନ୍ମୋଚନ ଉତ୍ସବରେ ଯୋଗଦେଇ ଅତିଥିମାନେ ଏହା କହିଛନ୍ତି। ରତ୍ନଚିରା ପ୍ରକାଶନ ପକ୍ଷରୁ ଆୟୋଜିତ ଓ ସ୍ନେହଲତା ପୃଷ୍ଟିଙ୍କ ସଂଯୋଜନାରେ ଇତିହାସର ହଜିଲା କ୍ଷୟ ଶୀର୍ଷକ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ପଣ୍ଡିତ ପ୍ରବୋଧ ମିଶ୍ର, ପଦ୍ମଶ୍ରୀ ଡକ୍ଟର ଦେବୀ ପ୍ରସାଦ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ପୂର୍ବତନ ଆୟକର ଆୟୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ସଂଗ୍ରାମୀ ସ୍ୱର୍ଗତ ମିଶ୍ରଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ସ୍ୱାଧୀନତା ସଂଗ୍ରାମୀ ଜୀବନ ଆବେଗାପଣ ସହ ପ୍ରଚଣ୍ଡ ସ୍ୱାଭିମାନୀ ତଥା ଏପରି ବ୍ୟକ୍ତିତ୍ୱ ବିଶ୍ୱ ଇତିହାସରେ ବିରଳ ବୋଲି ଅତିଥିମାନେ କହିଛନ୍ତି। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅପରାଜିତା ମହାପାତ୍ର।